କରୁଛୁ କି? ବାପାଙ୍କ ଅଫିସରେ କାମ କରୁଛୁ। ଯେମିତି କରୁଛୁ ବୃତ୍ତିଠୁ ଟେକି ରହିଛୁ। ଯାରେ ତୁ ଯା ଯା ଯା। ଆରେ ଚୁପ କର। ଯେତେବେଳେ ଦେଖିଲେ ଖାଲି ଘରେ ଦି ଭାଇ ଗଣ୍ଡଗୋଳ କରୁ। ମଣିଷ ଟିକେ ଶାନ୍ତିରେ ରଖେଇଦେବନି। ବାପା ମୁଁ ତମକୁ କେତେ ଥର କହିଛି ତମର ସେ ଭଙ୍ଗା ଗାଡି କମ୍ପାନୀ ସହ କଟକରେ ମୁଁ ରହିବାକୁ ଚାହେଁନି। ତୁ କଣ କରିବୁ? ମୁଁ ଚାହେଁ ଆର୍ପିରେ ହାୟର ଷ୍ଟଡି କରିବି, ଭଲ ପାଠଟିଏ ପଢିବି, ଗୋଟେ ବଡ଼ ଚାକିରିଟିଏ କରିବି, ଆଉ ଏ ସହରରେ ଚାଲୁଥିବା ସବୁ କଳା ଜନତାର ମୁଁ ପର୍ଦା ପାସ୍ କରିବି, ଆଉ ଏ ନିରୀହ ଜନତାକୁ ମୁଁ ନ୍ୟାୟ ଦେବି। ନ୍ୟାୟ। ଆରେ ଆକାଶ ଆସ ଆସ। ଆରେ ମୁଁ ଜାଣିଛି ରେ ତୁ ଦିନେ ଏ ସହର ଗୋଟେ ନାମୀ ଦାମୀ ଚାକିରିଟେ କରିବୁ ରେ। ମୋର ଗୋଟେ ପୁଅ ବିଦେଶ ସମ୍ଭାଳ, ଆଉ ଗୋଟେ ପୁଅ କହୁଛି ଚାକିରି କରି ସମାଜ ସେବା କରିବ ଆଉ ଲୋକଙ୍କୁ ନ୍ୟାୟ ଦବ। ହେଲେ ଘର ପାଇଁ ବୋହୂଟିଏ ଆଣିବା ପାଇଁ କାହାର ଚିନ୍ତା ଆସେ। ବଡ଼ ଭାଇ କହୁନ, ସିଏ ତ ଏବେ ରୋଜଗାର କଲାଣି, ସିଏ ବାହା ହେଇଯାଉ। ଆରେ ଏ ଆକାଶ ଆସିଲୁ ଆସିଲୁ। ଓ ଠେଲା ଆଗ ଠେଲା ଆଗ। ଦେଖିଲ ଦେଖିଲ ଆମେ ଦି ଭାଇ ତ ଠିଆ ହେଇଛୁ। ଆମ ଦି ଭାଇ ଭିତରୁ ବଡ଼ କିଏ ଦେଖାଯାଉଛି ଦେଖି କହିଲ। ଏଇଠି ବାବୁ ଆକାଶ ବାବୁଙ୍କର ଟିକେ ନିଶ୍ଚୟ ଉଠିଛି, କିନ୍ତୁ ଆପଣଙ୍କର ଜମା ଉଠିନି। ଆଗୁ ଚୁପ କର। ତମେ ଦି ଭାଇଙ୍କ କାମକୁ ନୁହଁ। ବେଳ ଆସି କେତେ ହେଲାଣି, ଖାଇବ ଚାଲ। ଠେଲା ଖାଇବା ଚାଲ ଚାଲ ଖାଇବା ଚାଲ।